नमस्कार जय जगन्नाथ जय बाबा बराଳ ବାଲୁଙ୍କେଶ୍ୱର ପୁଣି ଏକ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ କେମିତି ଅଛନ୍ତି ଆଶା କରୁଛି ସମସ୍ତେ ଭଲରେ ଥିବେ ଆଉ ଖୁସିରେ ମଧ୍ୟ ଥିବେ। ଆଜିର ଭିଡ଼ିଓଟି ନା ଓଡ଼ିଶାର ନା ଯାଜପୁର ନା ପୁରୀ ନା ବାଲେଶ୍ୱର ନା ଭଦ୍ରକ ନା ସୋର ସିଧା ବଜାର କୋଲକାତା ବଡ଼ ବଜାରର କାହାଣୀ ଆଜିର ଭିଡ଼ିଓରେ ଆପଣମାନଙ୍କୁ ଜଣାଇଦେବି। ଆଜିର ଭିଡ଼ିଓଟି ହେଉଛି କୋଲକାତାର ବଙ୍ଗାଳୀ ଲୋକ ଜଣେ, ବଙ୍ଗାଳୀର ଭଉଣୀ ଜଣେ କେମିତି ଏ ଭିଡ଼ିଓ ତାଙ୍କ ପାଖକୁ ଗଲା, କେମିତି କ'ଣ କଲା, ମୁଁ ସେସବୁ ବିଷୟରେ କିଛି ବି ଜାଣିନି। ମୁଁ ଭିଡ଼ିଓରେ ବି ଲେଖିଛି ଓନ୍ଲି ଓଡ଼ିଶା ଲୋକ ହିଁ ଦେଖିପାରିବେ, ଓଡ଼ିଶା ବାହାରକୁ ଯାଇପାରିବ ନାହିଁ ଏ ଭିଡ଼ିଓ। କିନ୍ତୁ କେମିତି ତାଙ୍କ ପାଖକୁ ଗଲା ସେ ତ ଭଗବାନ ଜାଣନ୍ତି। ଆଉ ସେ ତାଙ୍କ କଲ୍ ବି କରିଥିଲେ। କଲ୍ କଲା ପରେ ଯେତେବେଳେ ଆସିଲା ମୋନିକା ମଣ୍ଡଲ ଯେତେବେଳେ ଆସିଲା, ମୁଁ ଭାବିଲି ମୁଁ ଯେଉଁ ଦୋକାନରେ କାମ କରୁଛି ପ୍ରାୟତଃ ସେଠୁ କେହି ଫୋନ୍ କରିଥିବେ, କାହିଁକିନା କେବେ ବି ୟୁଟ୍ୟୁବରୁ ଏଇ ମଣ୍ଡଲ ବୋଲି ଫୋନ୍ କରିଦେବେ, କାହିଁକିନା ମଣ୍ଡଲ ହେଉଛି ବଙ୍ଗାଳୀ। ମୋତେ ଫୋନ୍ କହିଲେ ଭାଇ ନମସ୍କାର, ଆଉ ମୁଁ ବଙ୍ଗଳାରେ ତ ନା ଓଡ଼ିଆରେ ତ କହିପାରିବିନି, ଯଦି କହିବି ବଙ୍ଗଳାରେ କହିବି ନହେଲେ ହିନ୍ଦୀରେ କହିବି। ମୁଁ କହିଲି ତାହେଲେ ବଙ୍ଗଳା ତ ମୁଁ ଏତେ ବୁଝିପାରିବିନି, ବୁଝି ଯଦି ପାରିବି କିଛି ମାତ୍ରାରେ ବୁଝିପାରିବି, ପୁରା ବୁଝିପାରିବି ନାହିଁ, ମୋତେ ହିନ୍ଦୀରେ କୁହନ୍ତୁ। ତାପରେ ମୋତେ ହିନ୍ଦୀରେ ସେ କହିଲା मैं एक लड़का को लव किया था बहुत दिन में छेनाଗୁଡ଼। ତାରା ମୁଁ କହିପାରୁନି ଏତେ, ମୁଁ କହିଦେବି କିନ୍ତୁ ଭିଡ଼ିଓ ମାଧ୍ୟମରେ କହିପାରୁନି, କାହିଁକିନା ଏତେ ମାନେ ଏକ୍ସପିରିଏନ୍ସ ଅଛି। ଗୋଟେ ସାମ୍ନା ସାମ୍ନି ହେଲେ ଯେମିତି କଥା ହୁଏ ସେମିତି ହେଇପାରିବ ନାହିଁ, ସେଥିଲାଗି ମୁଁ କହିପାରୁନି। ଛାଡ଼ନ୍ତୁ ସେ କଥା। ସିଏ ମୋତେ ଯାହା କହିଥିଲେ ମୁଁ ସେଇଆ କହୁଛି। ସିଏ ବଡ଼ ବଜାର ପାଖରେ ବାବୁଘାଟ ଅଛି, ବାବୁଘାଟରେ କୌଣସି ଏକ କଲେଜରେ ସେ ଦୁଇ ଜଣକୁ ଭଲ ପାଇଥିଲେ। ଭଲ ପାଇବା ଭିତରେ ତାଙ୍କ ପ୍ରେମ ସମ୍ପର୍କ ଏମିତି ଜାଗ୍ରତ ହେଇ ଗଢ଼ି ଉଠିଥିଲା। ସେ ସବୁ ପ୍ରାୟତଃ ସବୁବେଳେ 4ଟା ଟାଇମ୍ ହେବ, 4ଟା ଟାଇମ୍ ହେଲେ ସେ ବାବୁଘାଟ ପାଖରେ ଗୋଟେ ପାର୍କ ଅଛି, ଯେଉଁ ପାର୍କରେ ବହୁତ ଝିଅମାନେ ବୁଲାବୁଲି, ଝିଅ ପୁଅ ବୁଲାବୁଲି କରନ୍ତି। ସିଏ ମଧ୍ୟ ସେଥିରେ ଭାଗିଦାରୀ ହେଇଥିଲେ। ପ୍ରତି 4ଟା ହେବ ସେମାନେ ଆସିବେ ବାବୁଘାଟରେ ପାର୍କରେ ବୁଲାବୁଲି କରିବେ। ସେଠି ସବୁ ଫାଷ୍ଟ ଫୁଡ଼୍ ତିଆରି ହେଉଛି, ସବୁ ଖାଇ ପିଇକି ବିନ୍ଦାସ ଆରାମରେ ପୁଣି ଘରକୁ ରିଟର୍ଣ୍ଣ କରନ୍ତି। ଏମିତି ଦୀର୍ଘ 2 ବର୍ଷ କାଳ ବିତିଗଲା। ଏମିତି ଚାଲିଲା ଭିତରେ ପୁଅକୁ ଗୋଟେ ଏମିତି ଏକ ଝିଅ ଆସିଗଲା, ସୁଯୋଗ ମାନେ ଭଲ ପାଇଗଲା, ଯେଉଁ ପୁଅ କି ଆକୁ ଆସ୍ତେ ଆସ୍ତେ ଇଗ୍ନୋର କଲା ପରେ ପୁଅର ହେଇଥିଲା ମାନେ ଦୀର୍ଘ 2.5 ବର୍ଷର ପ୍ରେମ ସମ୍ପର୍କ ହେଇଥିଲା ଏ ଝିଅ ସହିତ। ସେ ଯେଉଁ ଝିଅଟା ଆସିଲା ଟିକେ ଅଧିକ ସୁନ୍ଦରୀ ଅଛି ବୋଲି ଆକୁ ଇଗ୍ନୋର କଲା, ଆକୁ ଆଉ ନେଲାନି ସାଙ୍ଗରେ କି ସିଏ ଆଉ ସେ ବାବୁଘାଟ ଗଲାନି, କାହିଁକିନା ଇଏ ଯେହେତୁ ଏତେ ଦିନ ଏତେ ସନ୍ଧ୍ୟା ଏତେ ସମୟ ସେଠି କାଟନ୍ତି, ସେ ଯାଇକି ସେ ଜାଗାରେ ପହଞ୍ଚେ, ସବୁବେଳେ ତାର ମନେ ପଡ଼େ। ୟାକୁ ଇଗ୍ନୋର କରିଗଲାଣି ଫୁଲ୍। ସେ ଝିଅକୁ ନେଇକି ସେ ଅନ୍ୟ ଏକ ଜାଗାକୁ ଯାଏ, ଯେଉଁ ଜାଗାକୁ ବି ଇଏ ନା ଜାଣିଛି ନା ଶୁଣିଛି। ଏମିତି ବିତିଗଲା, ମିନିମମ୍ ବର୍ଷେ ବିତିଗଲା। ବର୍ଷେ ଭିତରେ ସିଏ ବି କଲିକତାରେ ବହୁତ ଗୁଣି ଗାରେଡ଼ି କତିକି ଯାଇଛି, ବହୁତ ଟଙ୍କା ବି ସାରିଛି ବହୁତ ଲୋକଙ୍କ କତିରେ, କିନ୍ତୁ ଝିଅଟା ଏତିକି ସଚ୍ଚୋଟ ଭାରି। ତାଙ୍କ ଭିତରେ କୌଣସି ପ୍ରକାର ମାନେ ଶାରୀରିକ ସମ୍ପର୍କ ହେଇନଥିଲା। କଲିକତା କୁହନ୍ତି କଲିକତାରେ ସମସ୍ତେ ଖରାପ ବୋଲି, କିନ୍ତୁ ସମସ୍ତେ ଖରାପ ନୁହନ୍ତି, ସେଠି ବି ଝିଅ ଭଲ ଅଛନ୍ତି। ଯେଉଁ ଝିଅ କି ସେଇ ତା ଇଜ୍ଜତ ଉପରେ ସେ ଟୋଟାଲ ଆଞ୍ଚ ଆଣିବାକୁ ଦେଇନଥିଲା। କିନ୍ତୁ ହଁ ଆଉ ସବୁ ଜିନିଷ ହେଇଯାଏ, ଯେଉଁ ଜିନିଷ ଆପଣମାନେ ଜାଣିପାରୁଥିବେ, କିନ୍ତୁ ମେନ୍ ଜିନିଷ ଫିଜିକାଲ ରିଲେସନ୍ ହେଇନଥିଲା। ଏମିତି ହେଲା। ସେ ପୁଅ କ'ଣ ଭାବିଛି କ'ଣ ନାହିଁ ମୁଁ ତ କହିପାରିବି ନାହିଁ, କାହିଁକି ଆକୁ ଛାଡ଼ିଗଲା ତାହା ବି କହିପାରିବି ନାହିଁ। କିନ୍ତୁ ସିଏ ମୋ ଭିଡ଼ିଓ ଦେଖେ, ଆଉ ଦେଖି ତା ମନକୁ ଆଣେ କିଛି ହେଇପାରିବ, ଏ ଭାଇ କିଛି କରିପାରିବ ବୋଲି। ମୋତେ ଆଶା ଆଉ ଭରସା। ପ୍ରାୟତଃ କଲିକତା ଲୋକ ଯେଉଁ ଆସନ୍ତି ଦୋକାନକୁ, ପ୍ରଥମେ ଯେତେବେଳେ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲି, ତାଙ୍କ ୟୁଟ୍ୟୁବ୍ ଯାଇକି ମୁଁ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଏ। ମୁଁ ଏଇଟା ବହୁତ କରେ, କାହିଁକିନା ସେତେବେଳେ ସବସ୍କ୍ରାଇବ୍ ଏତେ ବଢ଼ନ୍ତିନି ବୋଲି ମୁଁ କରିଦିଏ। କିନ୍ତୁ ସେ କେମିତି ପାଇଛି କ'ଣ କରିଛି ଆଉ ସିଏ ହିଁ ଜାଣିଛି। ଏତିକି ଯେତେବେଳେ ବିତିଗଲା ପରେ ତାକୁ ସେ ଝିଅ ସହିତ ସିଏ ତାର କଥା ହେଲା। ଦିନେ ବାବୁଘାଟ ଆସିଛନ୍ତି, ଇଏ ତାର ଭାବିଛି କି ସିଏ ଆସୁନଥିବ ଆଉ ମୋ ନାହିଁ, ସିଏ ଆସୁନଥିବ। ସେ ସବୁଦିନ ବସି ସେଠି ବୋଟ୍ ଦେଖେ, ଲଞ୍ଚ ଦେଖେ, ସମସ୍ତଙ୍କୁ ଦେଖିକି ଭୋ ଭୋ ହେଇକି କାନ୍ଦେ।
ଇଏ ଯାଇକି ଦିନେ ବସିଥିଲା, ସିଏ ଯାଇକି ସିଧା ଗାଡ଼ିରେ ଓହ୍ଲେଇଲା ପରେ ଦୁଇ ଜଣକୁ ଯିବାର ଦେଖି ତାଙ୍କ ପଛେ ପଛେ ଫଲୋ କଲା। ଫଲୋ କରିବାର କିଛି ସମୟ ପରେ ସେ ଗୋଟେ ବୋଟ୍କୁ ୱେଟ୍ କରିଥିଲେ, ସେ ବୋଟ୍ଟା ଆସିଲା। ବୋଟ୍ଟା ଆସିବା ପରେ ସେ ଭିତରକୁ ଯେତେବେଳେ ଗଲେ ଇଏ ଆଉ ଗୋଟେ ବୋଟ୍ ତା ପାଖରେ ପଇସା ଥାଏ, ଚାକିରି କରିଥିଲା, ଆଉ ଗୋଟେ ବୋଟ୍ ସେ ମାନେ ବୁକିଂ କରିକି ତାଙ୍କ ପଛେ ସେ ଚାଲିଲା ଭିତରେ ତାଙ୍କ ଭିତରେ ସେ ଯେଉଁ ଜାଗା ଭିତରକୁ ଯାଇକି ଖରାପ ସମ୍ପର୍କ ଆରମ୍ଭ କରିଥିଲେ। ଇଏ ଯେଉଁଟା ଦେଖିଦେଇକି ମୁହଁରେ ତାଙ୍କୁ କହିଲା ପରେ ସେଠି ଏମିତି ହେଲା, ତାଙ୍କ ଭିତରେ ବହୁତ ଝଗଡ଼ାଝାଣ୍ଟି ଲାଗିଲା ପରେ ପୁଅଟା ପେଲିଦେଲା ସେ ଯେଉଁ ଗଙ୍ଗା ମଝିକି ସେ ଝିଅ ଯେହେତୁ ଗଙ୍ଗା ଭଳି ପବିତ୍ର, ତାକୁ ଗଙ୍ଗା ହିଁ ବଞ୍ଚେଇ ଦେଲେ। ପେଲିଦେଲା ଯେତେବେଳେ ସାଙ୍ଗେ ସାଙ୍ଗେ ଯେଉଁ ଓଡ୍ରାବାଲା ମାନେ ସେଠି ଯେଉଁ ସମୁଦ୍ର ମଝିରେ ରହିଥାନ୍ତି, ଗଙ୍ଗା ମଝିରେ ସାଙ୍ଗେ ଡେଇଁ ଡୁଆଁକି ତାଙ୍କୁ ବଞ୍ଚେଇଲା ପରେ ସେ ପାଣି ଫାଣି ପିଇ ଦେଇକି ଅକାଲୁଆ ହେଇଯାଇଥିଲା ଝିଅଟା। ତାକୁ ସାଙ୍ଗେ ମେଡ଼ିକାଲ ନେଇକି ତାକୁ ଭଲ କଲେ। କିଛି ତ ଦେହ ଖରାପ ହେଇନଥିଲା, କିନ୍ତୁ ଏଇ ଯେଉଁ ପାଣି ଫାଣି ପିଇ ଦେଇଥିଲା ଭଲ କଲା ଭିତରେ ଝିଅ ଯାଇକି ପହଞ୍ଚିଲା ତା ଘରେ। କହିଲା ଦୀର୍ଘ 2 ବର୍ଷ ହେଲା ପ୍ରେମ ସମ୍ପର୍କ ଆମର ଚାଲିଥିଲା, ଏଇ ଯେଉଁ ଝିଅଟା ଆସିକି ପହଞ୍ଚିଲା, କେଉଁ କାରଣରେ ପହଞ୍ଚିଲା? ମୁଁ କ'ଣ କିଛି ଭୁଲ କରିଛି? ମୁଁ ଯେଉଁଟା ଠିକ୍ କରିଛି ସେଇଟା ହେଉଛି ଠିକ୍, ଯେଉଁଟା କରିଛି ସେଇଟା ଠିକ୍। ବାହା ହେଲା ପରେ ଏଇସବୁ କାମ କରନ୍ତୁ, ନିଶ୍ଚିତ ଆପଣଙ୍କର ବି ଭଲ ହେବ। ବାହା ହେଲା ଆଗରୁ ଟୋଟାଲ୍ କରନ୍ତୁ ନାହିଁ। ସେ ସବୁ କଥା କହିଲା ଆଗରୁ କହିଦେଇକି ତା କତିରୁ ଫେରି ଆସିଲା ପରେ ସେ ପୁଅ ଯେହେତୁ ସେ ତାକୁ ପାଇକି ଖୁସି, ସେ ଆ ପାଖକୁ ଫେରିବାକୁ ଟୋଟାଲ୍ ଚେଷ୍ଟା କଲା ନାହିଁ। ଏମିତି ବିତିଗଲା ବହୁତ ଦିନ, ବହୁତ କାଳ। ଠାକୁର ପାଖରୁ ଯାଇ ପୁରା ଭକ୍ତିଆ ହେଇଗଲା, ଆଉ ତୁଳସୀ ମାଳ ପକାଇଲା ବେକରେ, ବହୁତ ଆଇଁଷ ଇଣ୍ଡଳ ସବୁ ଛାଡ଼ି ଛଡ଼ା ଦେଲା। ପୁରା ଟୋଟାଲ୍ ଅରୁଆ ଅନ୍ନ ଖାଇକି ମନ୍ଦିରରେ ଶୋଇବ, ସକାଳ ପାଇବ ତା କାମରେ ସିଏ ଯିବ, ଯେଉଁଠି କାମ କରୁଛି ପୁଣି ମନ୍ଦିରରେ ଶୋଇବ। ରାତି ହେଲେ ଆଉ ଘରକୁ ବି ଗଲାନି, ମାଇଣ୍ଡ ପୁରା ଅପସେଟ୍। ସବୁ ଦେଖି ମୋ ପାଖକୁ ଦିନେ ଫୋନ୍ କହିଲା ଭାଇ ଆଉ ଏମିତି ଘଟଣା, ମୁଁ କିଛି ରିଲେସନ୍ ରଖିନଥିଲି ବୋଲି ମୋତେ ସିଏ କାଲି ଗଙ୍ଗାରେ ପେଲି ଦେଇଥିଲେ। ଯାହା ସବୁ ମୁଁ କହିଲି ଏଇସବୁ ବିଷୟରେ, ସେଇସବୁ ବିଷୟରେ ସେ କହିଲା। ଆଉ ମୁଁ ତାଙ୍କୁ ପଚାରିଥିଲି ତମେ କ'ଣ ଚାହୁଁଛ? ନା ସେ ଚାହୁଁଛନ୍ତି କି ସିଏ ଫେରି ଆସନ୍ତୁ, ସେ ଝିଅକୁ ସିଏ ବାଦ ଦେଇକି ମୋ ପାଖକୁ ଫେରି ଆସନ୍ତୁ ବୋଲି। ମୁଁ ତାଙ୍କୁ ମାଗିଥିଲି 2 ଜଣଙ୍କର ଫଟୋ, ସେ 2 ଜଣଙ୍କର ଫଟୋ ଦେଇଥିଲେ। ଦେବାର ଗୋଟେ ସୋମବାର 2ଟା ସୋମବାର ଯାଇଛି, 3 ନମ୍ବର ସୋମବାର ପୂଜା ହେଲା ପରେ ତାର ମେସେଜ୍ ଆସିଲା କି ମୋର ଭୁଲ ହେଇଯାଇଛି, ସରି, ଆଉ ଜୀବନରେ ଏମିତି କିଛି ହେବନି ବୋଲି, କି ମୁଁ ତୋତେ ଦେଖା କରିବା ପାଇଁ ଚାହୁଁଛି, ଯେଉଁ ଜାଗାରେ ଆମର ସବୁବେଳେ ଦେଖା ହୁଏ ସେ ଜାଗାରେ ଦେଖା କରିବାକୁ ଚାହୁଁଛି, ପ୍ଲିଜ୍ ଏତିକି ରିକ୍ୱେଷ୍ଟ। ପ୍ରେମ ସମ୍ପର୍କ ଆମର ଆଗକୁ ବଢ଼ୁ କିମ୍ବା ନ ଗଢ଼ୁ, କିନ୍ତୁ ମୋତେ ଟିକେ ଦେଖା ଦର୍ଶନ କଲେ, ଆମ ଭିତରେ କିଛି କଥା ହେଲେ ମୋତେ ବହୁତ ଖୁସି ଲାଗିବ। ଏତିକି କହିଲା ପରେ ସେ ଝିଅ ହଁ ମାରିଛି। ହଁ ମାରିବାର ମାନେ ସେ ଝିଅ ହଁ ମାରିବାର ଘଣ୍ଟାଟେ ଭିତରେ ତାଙ୍କ ଭିତରେ ଦେଖା ଦର୍ଶନ ହେଇଛି। ଦେଖା ଦର୍ଶନ ହେବାର ପୁଅ ତାକୁ ଗୋଡ଼ ହାତ ତଳେ ପଡ଼ିକି ଭୁଲ ଭାଲ ମାଗିଛି କି ସେ ଝିଅ ମୋ ପାଇଁ ଠିକ୍ ନଥିଲା, ଆଉ ତୁ ହିଁ ମୋ ପାଇଁ ଠିକ୍, ଯାହା କରୁଛୁ କର, ମୋ ପାଖକୁ ଫେରିଆସ, ଆଉ ମୁଁ କିଛି ଚାହୁଁନି। ଯଦି କହିବୁ ଆମେ କୋର୍ଟ ମ୍ୟାରେଜ୍, ମନ୍ଦିରରେ ମ୍ୟାରେଜ୍ ସବୁଆଡ଼େ କରିଦେବା, କିନ୍ତୁ ଆଉ ମୋ ଜୀବନରେ କେହି ଆସିବେ ନାହିଁ। ଏତିକି କହିଲା ପରେ ଝିଅ ସାଙ୍ଗେ ମୋ ପାଖକୁ ସେଇଠୁ କଲ୍ କରିଛି, ସେଇଠୁ ନା କି ପଛରେ କଲ୍ କରିଛି, ସେଇଠୁ କଲ୍ କରିଛି କି ଭାଇ ଆଉ କ'ଣ କରିବି, ସିଏ ମୋ ପାଖକୁ ଆସି ଭୁଲ ମାଗୁଛନ୍ତି, କହୁଛନ୍ତି ଆଉ ଭୁଲ ହେବନି ବୋଲି। ମୁଁ ବି କହିଥିଲି ଯେଉଁଟା ପାଇଁ ଆମେ ଏତେ କଷ୍ଟ କରିଥିଲେ, ରାତି 2ଟାରୁ ଉଠିଥିଲେ, ବେଲପତ୍ର ହଳଦୀ ଚନ୍ଦନ ସବୁ ମାରିକି ନେଇକି ମସ୍ତକରେ ଚଢ଼େଇଥିଲି, ତମେ କଲିକତାରେ, ମୁଁ ଓଡ଼ିଶା ଯାଜପୁରରେ। ସେଇ ଜିନିଷଟା ଯଦି ପାଖେଇ ଆସିଛି, ଭୁଲ ମାଗୁଛି, ଆମେ ଇଗ୍ନୋର କରିବା କାହିଁକି? ଆମେ ବି ଆସପେକ୍ଟ କରିବା, ତାକୁ ଚାନ୍ସ ଟିକେ ଦେବା, କ'ଣ ହେଉଛି କ'ଣ ନାହିଁ। ସାଙ୍ଗେ ତାଙ୍କର ସବୁ କଥାବାର୍ତ୍ତା ହେଲା ପରେ କେବେ ବି ମିଳାମିଶା ନଥିଲା। ସେଇଦିନ ତାଙ୍କର ଫିଜିକାଲ୍ ରିଲେସନ୍ ହେଇଥିଲା, ଯେଉଁଦିନ ସକ୍ସେସ୍ ହେଲା। ସେ ଝିଅଟା ବି ଭାବିଲା କାଳେ ମୁଁ ସେଇ ଜିନିଷଟା ଦେଇପାରୁନି ବୋଲି ମୋର ଏମିତି ଡିଷ୍ଟର୍ବାନ୍ସ ହେଲା। ସାଙ୍ଗେ କିଛି ଆଗ ପଛ ନ ଭାବି ସେ ସେଠି ଦେଇଥିଲା। ଦେବାର 2ରୁ 4 ଦିନ ପରେ ସେମାନେ କୋର୍ଟ ମ୍ୟାରେଜ୍ କରିଥିଲେ। କୋର୍ଟ ମ୍ୟାରେଜ୍ କଲା ପରେ ତାଙ୍କର ସେଠି ମା କାଳୀଙ୍କ ମୂର୍ତ୍ତି କେଉଁଠି ଅଛି, ମନ୍ଦିର ଅଛି, ସେଠି ବିବାହ କରିଥିଲେ। କଲା ପରେ ତାପରେ ମୋତେ କଲ୍ କରିଥିଲେ କି ଭାଇ ଆମର ସବୁ ସକ୍ସେସ୍ ହେଇସାରିଛି, ପୁରା 99%ରୁ 100% ପୁରା ସକ୍ସେସ୍ ହେଇସାରିଛି,
ଆପଣ ଟିକେ ଏଇ ବିଷୟରେ ମୋତେ କହିବେ ୟୁଟ୍ୟୁବ୍ ମାଧ୍ୟମରେ, ଆଉ ଥମ୍ବନେଲ୍ ଦେବେ ଆମ କଲିକତାର ବୋଲି, ଆଉ ହାସଟ୍ୟାଗ୍ ଦେବେ ସବୁ ବଙ୍ଗଳା ଭାଷାରେ ଦେବେ, ଯେମିତି ଆମ ବଙ୍ଗାଳୀ ଭାଇ ଭଉଣୀମାନେ ସମସ୍ତେ ସକ୍ସେସ୍ ହୁଅନ୍ତୁ, ଆଉ ତୁମ ଓଡ଼ିଶା ଲୋକ ବି ହୁଅନ୍ତୁ, ତୁମେ ବି ହୁଅ। ଆଉ ମୁଁ ଖୁସି ହେଇକି ମୋ ସାଲେରୀ ପାଇଲେ ଯାହା ହେଲେ ତୁମକୁ ଖୁସିରେ ଦେବି। ମୁଁ କହିଲି ମୋର କୌଣସି ପ୍ରକାର ଜିନିଷ ଦରକାର ନାହିଁ। କଲିକତାରୁ ଫୋନ୍ କରିଥିବାରୁ ମୋତେ ବହୁତ ଧନ୍ୟବାଦ ତୁମକୁ। ଆଉ ଏତିକି ନା, ଆପଣମାନେ ଯାହା ବି କରନ୍ତୁ କିନ୍ତୁ ଧୈର୍ଯ୍ୟ ଧରନ୍ତୁ, ଧୈର୍ଯ୍ୟ ଧରିଲେ ନିଶ୍ଚିତ ରୂପେ ସକ୍ସେସ୍ ହେବ। ଆଜିର କାହାଣୀ ଏତିକି, କଲିକତାର କାହାଣୀ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଆପଣମାନେ ଲାଇକ୍ କରି ସେୟାର କରିବେ, କମେଣ୍ଟରେ ଲେଖିବେ ଜୟ ବାବା ବରାଳ ବାଲୁଙ୍କେଶ୍ୱର। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ, ଆଉ ଏକ ଅନ୍ୟ ଟପିକ୍ ଉପରେ। ରହିଲି, ଜୟ ଜଗନ୍ନାଥ।